କମିଲା ଟାରିଫ୍ ଜାଣନ୍ତୁ କ'ଣ ସବୁ ହେବ ଶସ୍ତା। ଭାରତ ଏବଂ ଆମେରିକା ମଧ୍ୟରେ ଆରମ୍ଭ ହୋଇଛି ବ୍ୟବସାୟର ନୂଆ ଯୁଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଉପରେ ଲଗାଯାଇଥିବା ହାଇ ଟାରିଫ୍କୁ ମଧ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରଭାବ ସିଧାସଳଖ ବ୍ୟବସାୟୀଙ୍କ ଉପରେ ପଡ଼ିବ। ଘରୋଇ ବଜାରରେ ଅନେକ ସାମଗ୍ରୀ ଏବେ ଶସ୍ତାରେ ମିଳିବ। ଏହା ସହ ଆମେରିକାରେ ଭାରତୀୟ ବସ୍ତୁର ଚାହିଦା ବୃଦ୍ଧି ପାଇବ। କାହିଁକି ନରମିଲା ଆମେରିକା? ଗତ କିଛି ମାସ ହେଲା ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଭଲ ନଥିଲା। ଭାରତ ରୁଷଠୁ ତେଲ କିଣୁଥିବା ନେଇ ଆମେରିକା ଅଭିଯୋଗ କରିଥିଲା। ଫଳରେ ଉଚ୍ଚା ଟାରିଫ୍ ଲଗାଇଥିଲା, ଯାହା ଦେଶର ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଥିଲା। କ୍ଷୁଦ୍ର ବ୍ୟବସାୟୀମାନେ କୌଣସି ନୂଆ ରପ୍ତାନି ପାଇଁ ଅର୍ଡ଼ର ରଖୁନଥିଲେ। ବଡ଼ ବଡ଼ ବ୍ୟବସାୟୀମାନେ ସିପମେଣ୍ଟ ଅର୍ଡ଼ର ରଖୁଥିଲେ ବି ସେତେଟା ଲାଭ ହେଉନଥିଲା। ଏବେ ଉଭୟ ଦେଶ ମଧ୍ୟରେ ନୂଆ ବ୍ୟବସାୟ ବୁଝାମଣା ପରେ ଭାରତୀୟ ବସ୍ତୁର ଚାହିଦା ବଢ଼ିଛି। ଏହା ଅନ୍ୟ ଦେଶର ଜିନିଷକୁ କଡ଼ା ଟକ୍କର ଦେବା ଆରମ୍ଭ କରିଛି। ଭାରତ ଉପରେ ଏବେ 18% ଟାରିଫ୍ ଲାଗିବ। ପୂର୍ବରୁ ଏହା 25% ଥିଲା। ଏହାଦ୍ୱାରା ଅନ୍ୟ ଦେଶର କାରବାର ତୁଳନାରେ ଭାରତର ବସ୍ତୁ ଅଧିକ ପ୍ରତିଦ୍ୱନ୍ଦିତା କରିପାରିବ। ଭାରତର ରପ୍ତାନି ହେଉଥିବା ପୋଷାକ ଉପରେ ଏବେ 18% ଟାରିଫ୍ ଲାଗିବ, ଯାହା ବାଂଲାଦେଶ ଏବଂ ଶ୍ରୀଲଙ୍କା ଉପରେ ଲଗାଯାଇଥିବା ଟାରିଫ୍ ତୁଳନାରେ କମ୍। ଏହାଛଡ଼ା ଭାରତୀୟ କାର୍ପେଟ୍ ମଧ୍ୟ ପୂର୍ବରୁ ନିଜର ଚାହିଦା ହରାଇଥିଲା। ଏବେ ପୁଣି ଏହାର ଡିମାଣ୍ଡ ବଢ଼ିବ। ଗହଣା ସମେତ ଅନ୍ୟ ଅଳଙ୍କାର ଆମେରିକା ବଜାରରେ ଅନ୍ୟ ଦେଶର ସାମଗ୍ରୀ ଅନୁସାରେ ଶସ୍ତା ହୋଇଯିବ, ଯାହା ଭାରତୀୟ ବ୍ୟବସାୟୀଙ୍କୁ ଭଲ ଲାଭ ଦେବ। ତେବେ ଅଟୋମୋବାଇଲ ଶିଳ୍ପରେ କେତେ ଲାଭ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ବୁଝାମଣା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଆସିଲେ ଏଥିରେ ସ୍ପଷ୍ଟତା ମିଳିବ। ଗତ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଭାରତର ଆମେରିକାକୁ ରପ୍ତାନିରେ 11.3% ବୃଦ୍ଧି ଘଟିଥିଲା, ଯାହାର ମୂଲ୍ୟ $59 ବିଲିୟନ ହେବ। କେବଳ ସ୍ମାର୍ଟଫୋନ୍ $16.7 ବିଲିୟନ ରପ୍ତାନି ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ଫାର୍ମା ମଧ୍ୟ ଭଲ ରପ୍ତାନି ହୋଇଛି। ଏସବୁ ଉପରେ ଟାରିଫ୍ର ପ୍ରଭାବ ପଡ଼ିନାହିଁ। କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସୋସିଆଲ ସାଇଟ୍ ଏକ୍ସରେ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ଡିଲ୍ ନୂଆ ସୁଯୋଗ ସୃଷ୍ଟି କରିବ। ଆମେରିକା ଟାରିଫ୍କୁ 18% କମାଇ ଦେଇଛି। ଏହା ଦୁଇ ଦେଶ ପାଇଁ ସହାୟକ ହେବ। ସେହିପରି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଭାରତ ଓ ଆମେରିକା ହେଉଛନ୍ତି ପାରମ୍ପରିକ ମିତ୍ର। ଉଭୟଙ୍କର ଏକାଠି ପ୍ରଯୁକ୍ତିବିଦ୍ୟା, ବିକାଶ, ଶାନ୍ତି ଏବଂ ସମୃଦ୍ଧି ଦିଗରେ କାମ କରୁଛନ୍ତି, ଯାହା ଭାରତ ଏବଂ ଆମେରିକାର ଭବିଷ୍ୟତ ପାଇଁ ଖୁବ୍ ଭଲ ହେବ ବୋଲି ସେ ପ୍ରକାଶ କରିଛନ୍ତି।